ଭାବରେ ଦେଖନ୍ତୁ ଆଗକୁ ବର୍ଷା ଦିନ ଅଛି ଯେଉଁଥିରେ କି ଯଦି ପରିମଳ ବ୍ୟବସ୍ଥା ଯଦି ଠିକ୍ କରାଯିବ ନା ଏବେରୁ ତାହେଲେ ତ ଡ୍ରେନେଜ୍ ଚକ୍ ହେଇଯିବ, ପୁରା ରାସ୍ତାଘାଟରେ ପାଣି ବହିବ ଏବଂ ଯେଉଁ ଷ୍ଟକ୍ ରହୁଥିବା ପାଣିମାନଙ୍କରେ ମ୍ୟାଲେରିଆ ଯେଉଁ ମଶା ଯାକ ଜାତ ହେଇକରି ମ୍ୟାଲେରିଆର ହେବାର ଆଶଙ୍କା ଅଛି। ଯଦି ଏବେରୁ ଯଦି ପରିମଳ ବ୍ୟବସ୍ଥା ଯଦି ଦୃଷ୍ଟି ଦେବେ ନାହିଁ ତାହେଲେ ନିଶ୍ଚିତ ଭାବରେ ରାୟଗଡ଼ାରେ ଏବେ ତ ଦ୍ୱିତୀୟ ସ୍ଥାନ ରାୟଗଡ଼ା ଜିଲ୍ଲା ଅଛି ମ୍ୟାଲେରିଆ ପାଇଁ। ଆଉ ଦ୍ୱିତୀୟରେ ଠିକ୍ ଭାବରେ ବି ଫିନାଇଲ୍ ଦିଆଯାଉ ନାହିଁ ଏବଂ ଠିକ୍ ଭାବରେ ବ୍ଲିଚିଂ ଦିଆଯାଉ ନାହିଁ ଏବଂ ସଫାଇ କାମ ବି ଠିକ୍ ଭାବରେ କରିବା ପାଇଁ ଆବଶ୍ୟକତା ଅଛି। ମୁଁ ଏକ୍ଜିକ୍ୟୁଟିଭ୍ ଅଫିସରଙ୍କ ସହିତ ମଧ୍ୟ ମୁଁ ଆଲୋଚନା କରୁଥିଲି ଏବଂ 26ଟି ୱାର୍ଡ଼ରୁ ମଧ୍ୟ ପରିମଳ ବ୍ୟବସ୍ଥା ଯଦି ସଫାଇ କାମ ଯଦି ଠିକ୍ ହେଲା ତାହେଲେ ଆଗାମୀ ଦିନ ପାଇଁ ଜନଜୀବନ ମଧ୍ୟ ସେଭ୍ ହେଇକି ରହିବ ବୋଲି ମୁଁ ଭାବୁଛି। ଏବଂ ଦ୍ୱିତୀୟରେ ଯେଉଁ ଦ୍ୱିତୀୟ ସ୍ଥାନରେ ଆମର ରାୟଗଡ଼ା ଜିଲ୍ଲା ମ୍ୟାଲେରିଆରେ ଅଛି, ଯଦି ବର୍ଷା ଦିନରେ ଯଦି ଆମେ ବ୍ଲିଚିଂ କିମ୍ବା ଫିନାଇଲ୍ କିମ୍ବା ସଫେଇ ଯଦି ଠିକ୍ କରିବା ନାହିଁ ତାହେଲେ 1 ନମ୍ବର ସ୍ଥାନକୁ ପଳାଇ ଆସିବ ବୋଲି ମୁଁ ଭାବୁଛି। ଆର ପ୍ରତି ଦୃଷ୍ଟି ଦେବା ପାଇଁ ଏକ୍ଜିକ୍ୟୁଟିଭ୍ ଅଫିସରକୁ ମଧ୍ୟ ମୁଁ ଆଲୋଚନା କରିବି। ଆଉ ଏ ବର୍ଷା ଦିନକୁ ଦୃଷ୍ଟିରେ ରଖିକିରି ପରିମଳ ବ୍ୟବସ୍ଥା ଯଦି ଅଧିକାରୁ ଅଧିକ କରିବେ ନାହିଁ ତାହେଲେ ରାୟଗଡ଼ା ମ୍ୟୁନିସିପାଲିଟି ପାଇଁ ଟିକେ ଅସୁବିଧା ଅଛି।